ଆରେ ପିଲାମାନେ, ମୁଁ ଏବେ ଖାଇବା ଖୋଜିବାକୁ ଯାଉଛି। ତମେ ମାନେ ଦୁଷ୍ଟ ହେବନି, ଘରେ ବସି ପାଠ ପଢୁଥାଅ। ମୁଁ ଶୀଘ୍ର ଖାଇବା ଧରି ଘରକୁ ଫେରିବି। ମା, ଚିନ୍ତା କରନି, ତୁମେ ଖାଇବା ଖୋଜିବାକୁ ଯାଅ। ମୁଁ ମୋ ଦୁଇ ଭଉଣୀଙ୍କୁ ପାଠ ପଢଉଥିବି। ଆଚ୍ଛା, ଠିକ୍ ଅଛି। ଆରେ ଚଢ଼େଇ, ତୁ ଛୁଡ଼ି ନେଇ କୋଉଠିକି ଯାଉଛୁ? ମୁଁ ମଣିଷ ମାନଙ୍କ ଜମିକୁ ଯାଉଛି କାଉ ଭଉଣୀ। ଆମ ଜଙ୍ଗଲରେ ତ ଆଉ ବେଶୀ ଫଳ ଗଛ ନାହିଁ। ଜମିରେ କିଛି ନା କିଛି ଧାନ ପଡିଥିବ, ମୁଁ ସେସବୁ ଆଣିବି। ମୁଁ ଦେଖିବି ଚଢ଼େଇ, ତୁ କେମିତି ଧାନ ଆଣିବୁ। ଆରେ ତମେ ଏଠି ଶୋଇଥାଅ, ସେପଟେ ଦେଖିବ ଯାଅ। ଚଢ଼େଇ ନିଜ ପାଇଁ କେମିତି ଖାଇବା ଯୋଗାଡ଼ କରିସାରିଲାଣି। ଜଙ୍ଗଲରେ ଆଉ ବେଶୀ ଫଳ ଗଛ ନାହିଁ। ତୁମେ ବି ମଣିଷ ମାନଙ୍କ ଜମିକୁ ଯାଇ ଧାନ ଆଣ। ତୁମେ ଯଦି ଏବେ ଧାନ ଆଣିବ, ମୁଁ ଧାନରୁ ଚାଉଳ ବାହାର କରି ତୁମ ପାଇଁ ପିଠା ତିଆରି କରିଦେବି। ତୁ ସତ କହୁଛୁ? ତୁ ଆଜି ଚାଉଳ ପିଠା କରିବୁ? ମୁଁ ଏବେ ଧାନ ଆଣିବାକୁ ଯାଉଛି। ଆଜି ମୁଁ ଅଧିକରୁ ଅଧିକ ଧାନ ଆଣିବାକୁ ଚେଷ୍ଟା କରିବି। ଏ ଚଢ଼େଇ, ତୋର ସାହସ କେମିତି ହେଲା ଏ ଜମିରୁ ଧାନ ନେବା ପାଇଁ? ଏ ଜମିର ସବୁ ଧାନ ମୋର। ତୁ ଏଠୁ ଗୋଟେ ବି ଧାନ ନେଇପାରିବୁନି। ଏ ସବୁ ଧାନ ତୁମର କେମିତି ହେଲା କାଉ ଭାଇ? ଏ ଜମି ତ ମଣିଷ ମାନଙ୍କର। ମୁଁ ଆଗ ଏ ଜମିକୁ ଆସିଥିଲି। ମୋ ପାଖରେ ଝୁଡ଼ି ନଥିବାରୁ ମୁଁ ଝୁଡ଼ି ଆଣିବାକୁ ଯାଇଥିଲି। ମୁଁ ଏଠାକୁ ଆସୁ ଆସୁ ତୁ ଜମିରୁ ଧାନ ନେବାକୁ ବସିଛୁ? ସେମିତି ହେଇପାରିବନି। ତୁମେ ମିଛ କହୁଛ ନା କାଉ ଭାଇ? ଆଉ ମିଛ କୁହନି। ଗୋଟେ କାମ କର, ତୁମେ କିଛି ଧାନ ନେଇ ଘରକୁ ଯାଅ, ମୁଁ ବି କିଛି ଧାନ ନେଇ ଘରକୁ ଯାଏ। ମୋ ଧାନରୁ ମୁଁ ତତେ କାହିଁକି ଭାଗ ଦେବି? ତୁ ଏ ଜମିରୁ ଗୋଟେ ବି ଧାନ ନେଇପାରିବୁନି। ଭଲରେ ଏଠୁ ଚାଲିଯା, ନହେଲେ ମୁଁ ପିଟି ପିଟି ତ ହାତ ଗୋଡ଼ ଭାଙ୍ଗିଦେବି। ମିଛ କହି ମୋ ପାଖରୁ ଧାନ ଛଡ଼େଇ ନେଲ ତ? ନେଇଯାଅ, ମୋ ସହିତ ଭଗବାନ ଅଛନ୍ତି। ମୁଁ ପୁଣି ଥରେ ଖାଇବା ଖୋଜିବାକୁ ଯିବି, ଆଉ ଦେଖିବ ତୁମଠୁ ବେଶୀ ଖାଇବା ପାଇବି। ଆଜି ଏତେ ଖୋଜିଲି, ହେଲେ କୋଉଠି ବି ଖାଇବା ପାଇଲିନି। ମୁଁ ଉପାସରେ ରହିଯିବି, ହେଲେ ମୋ ପିଲାମାନଙ୍କୁ କେମିତି ଉପାସରେ ରହିବାକୁ ଦେବି? ମୋ ମା ହେଇ ତାଙ୍କ ପାଇଁ ଖାଇବା ଯୋଗାଡ଼ କରିପାରିଲିନି। ଚଢ଼େଇ, ଚଢ଼େଇ, କିଏ କିଏ କଥା କହୁଛ? ଏପଟେ ଦେଖେ, ମୁଁ ଗଛ କଥା କହୁଛି। ଗଛ, ତୁମେ କଥା କହିପାରୁଛ? ହଁ, ମୁଁ କଥା କହିପାରେ ଚଢ଼େଇ। ମୁଁ ତୋର ସବୁ କଥା ଶୁଣିଛି। ତୁ ଖାଇବା ଖୋଜୁଛୁ ନା? ଚିନ୍ତା କରନି, ମୋ ପାଖରେ ଖାଇବାର ସନ୍ଧାନ ଅଛି। ତୁମେ ସତ କହୁଛ ଗଛ? ମତେ କୋଉଠି ଖାଇବା ମିଳିବ କୁହ? ମୁଁ ତୁମର ଏ ଉପକାର କେବେ ଭୁଲିବିନି। ତୁ ଏ ଗୁମ୍ଫା ଭିତରକୁ ଯା। ଗୁମ୍ଫା ସେପଟରେ ଗୋଟେ ବଡ଼ କଦଳୀ ବଗିଚା ଅଛି। ତୋର ଯେତିକି ବି କଦଳୀ ଦରକାର, ତୁ ସେ ବଗିଚାରୁ ନେଇପାରିବୁ। ମତେ ଖାଇବାର ସନ୍ଧାନ ଦେଇଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ ଗଛ। ହେଲେ ଚଢ଼େଇ, ତୁ ଏଇ ସମୟରେ ହିଁ କଦଳୀ ନେବାକୁ ଆସିବୁ। ଏ ଗୁମ୍ଫାରେ ଗୋଟେ ଚିଲ ରୁହେ। ସେ ପ୍ରତ୍ୟେକ ଦିନ ଏଇ ସମୟରେ ହିଁ ବାହାରକୁ ଯାଏ। ଚିଲ ଭୟରେ କେହି ବି ଏଠାକୁ ଆସନ୍ତିନି। ଆଚ୍ଛା, ଠିକ୍ ଅଛି, ମୁଁ ବୁଝିଗଲି। ପ୍ରତ୍ୟେକ ଦିନ ମୁଁ ଏଇ ସମୟରେ ହିଁ କଦଳୀ ନେବାକୁ ଆସିବି। ଏମିତି କହି ଚଢ଼େଇ ଗୁମ୍ଫା ଭିତରକୁ ଗଲା, ଆଉ ସେ କଦଳୀ ବଗିଚାରୁ କଦଳୀ ନେଇ ଘରକୁ ଗଲା। ଝରକା ପଟୁ କାଉ ଆଉ ତାର ସ୍ତ୍ରୀ ଚଢ଼େଇକୁ କଦଳୀ ନେବାର ଦେଖିଲେ। ଆରେ ଚଢ଼େଇ ଏତେ ଗୁଡ଼େ କଦଳୀ କୋଉଠୁ ପାଇଲା? ମୁଁ ତ ଜଙ୍ଗଲ ସାରା ଦେଖିଛି, ହେଲେ କଦଳୀ ଗଛ ତ କୋଉଠି ବି ନାହିଁ। ତୁମେ ଟିକେ ଅପେକ୍ଷା କର, ମୁଁ ଏବେ ଚଢ଼େଇ ପାଖରୁ ବୁଝି ଆସୁଛି ସେ କୋଉଠୁ ଏତେ ଗୁଡ଼େ କଦଳୀ ପାଇଲା। ଏମିତି କହି କାଉର ସ୍ତ୍ରୀ ଚଢ଼େଇ ପାଖକୁ ଗଲା। କିରେ ଚଢ଼େଇ, ତୁ ଏତେ ଗୁଡ଼େ କଦଳୀ କୋଉଠୁ ପାଇଲୁ? ମୁଁ ତ ଜଙ୍ଗଲ ସାରା ବୁଲିଛି, ହେଲେ କୋଉଠି ବି କଦଳୀ ଗଛ ଦେଖିନି। ହଁ, ମୁଁ କୋଉଠୁ କଦଳୀ ପାଇଲି ତୁମକୁ ଏବେ କହିଦେବି। ତାପରେ ତୁମେ କାଉ ଭାଇଙ୍କୁ କହି ସେ କଦଳୀ ଗଛକୁ ବି ମୋ ପାଖରୁ ଛଡ଼େଇ ନେବ।
ତମ ଭଳି ଖରାପ ଚଢ଼େଇ ମାନଙ୍କୁ କିଛି ବି କହିବା କଥା ନୁହଁ। କଣ ହେଲା? ଏ ଚଢ଼େଇ ମତେ ଅପମାନ ଦେଲା, ମୁଁ ତାକୁ ଛାଡ଼ିବିନି। ଆରେ ଶୁଣୁଛ, ଚଢ଼େଇ କୋଉଠୁ କଦଳୀ ଆଣିଛି ମତେ କହିଲା ତ ନାହିଁ, ଓଲଟା ମତେ ଅପମାନ ଦେଲା। ତୁମେ ତାର ପ୍ରତିଶୋଧ ନିଅ। ତୁ ଚିନ୍ତା କରନି, ମୁଁ ୟାର ପ୍ରତିଶୋଧ ନେଇକି ରହିବି। କାଲି ଆମେ ଚଢ଼େଇ ଉପରେ ନଜର ରଖିବା, ସେ କୋଉଠୁ କଦଳୀ ଆଣୁଛି ଆମେ ଜାଣିପାରିବା। ସେପଟେ ମା ଚଢ଼େଇ ତାର 3 ଛୁଆଙ୍କୁ କଦଳୀ ଦେଲା। କଦଳୀ ପାଇ ଚଢ଼େଇର 3 ଛୁଆ ଖୁସିରେ ଖାଇଲେ। ପରଦିନ ସକାଳେ ଚଢ଼େଇ କଦଳୀ ଆଣିବାକୁ ଗଲା, ତାର ପଛେ ପଛେ 2 କାଉ ବି ଗଲେ। ଆରେ ବା, ଏଠି କେତେ ସୁନ୍ଦର ମଲ୍ଲି ଫୁଲ ଫୁଟିଛି। ମୋ ଝିଅକୁ ମଲ୍ଲି ଫୁଲ ଭାରି ଭଲ ଲାଗେ। ମୁଁ କିଛି ମଲ୍ଲି ଫୁଲ ମୋ ଝିଅ ପାଇଁ ନେଇଯାଏ। ଚଢ଼େଇ, ତୁ ଆସିଗଲୁ। ଚିଲ ଏବେ ଗୁମ୍ଫାରେ ନାହିଁ, ତୁ ଏବେ କଦଳୀ ନେଇପାରିବୁ। ଆଚ୍ଛା ଠିକ ଅଛି ଗଛ, ମୋ ଫୁଲ ସବୁ ଏଇଠି ଥାଉ, ମୁଁ ଏବେ କଦଳୀ ନେଇ ଆସୁଛି। ଏମିତି କହି ଚଢ଼େଇ ଗୁମ୍ଫା ଭିତରକୁ ଗଲା, ଆଉ କଦଳୀ ନେଇ ଆସିଲା। ତାକୁ 2 କାଉ ଦେଖୁଥିଲେ। ଯେମିତି ଚଢ଼େଇ କଦଳୀ ନେଇ ସେଠାରୁ ଚାଲିଗଲା, 2 କାଉ ସେ ଗୁମ୍ଫା ପାଖକୁ ଗଲେ। ଆଚ୍ଛା, ଏଇଠୁ ତାହେଲେ ଚଢ଼େଇ କଦଳୀ ନେଉଛି। ଏବେ ଆମେ ବି ଏ ଗୁମ୍ଫାରୁ କଦଳୀ ନେବା। ଚାଲ ଆମେ ଭିତରକୁ ଯିବା, ଆଉ ସବୁ କଦଳୀ ନେଇ ଆସିବା। ଚଢ଼େଇ ଯେତେବେଳେ ଗୋଟେ ବି କଦଳୀ ନ ପାଇବ, ମନ ଦୁଃଖରେ କାନ୍ଦିବ। ରହିଯାଉ ଦୁଷ୍ଟ ପକ୍ଷୀ, ମୁଁ ଥାଉ ଥାଉ ତମେ ମାନେ ଚଢ଼େଇର କିଛି କ୍ଷତି କରିପାରିବନି। ଭଲରେ ଏଠୁ ପଳାଅ, ନହେଲେ କଣ? ତୁ ଗୋଟେ ସାମାନ୍ୟ ଗଛ ହେଇ ଆମର କଣ କ୍ଷତି କରିବୁ? ବେଶୀ ଆଉ କଥା କହନି, ନହେଲେ ଆମେ ତତେ ଏବେ ହିଁ କାଟିଦେବୁ। ନା ନା, ମତେ କାଟନି। ହଉ, ତମେ ମାନେ ଗୁମ୍ଫା ଭିତରକୁ ଯାଅ, ମୁଁ କିଛି ବି କହିବିନି। ବୋକା ପକ୍ଷୀ ଦଳ, ତମେ ମାନେ ତ ଜାଣିନ ଏଇ ଗୁମ୍ଫାରେ ଗୋଟେ ଚିଲ ରୁହେ। ତା ଆସିବାର ସମୟ ହେଇଗଲାଣି। ଏବେ ତମେ ମାନେ ପାଇବ ମଜା। ବାଃ, ଏଠି ଏତେ କଦଳୀ ଅଛି। ଏ ସବୁ କଦଳୀ ବିକ୍ରି କଲେ ତ ଆମେ ଅନେକ ଟଙ୍କା ପାଇବା। ଆରେ, ଆମେ ଖୁବ୍ ଶୀଘ୍ର ଧନୀ ହେଇଯିବା। ଏବେ ଶୀଘ୍ର ଶୀଘ୍ର ସବୁ କଦଳୀ ତୋଳ। କାଉ ମାନେ କଦଳୀ ତୋଳୁଥିଲେ। ସେତେବେଳେ ଚିଲ ଗୁମ୍ଫାକୁ ଫେରିଲା। କାଉ ମାନଙ୍କୁ କଦଳୀ ବଗିଚାରେ ଦେଖି ତ ସେ ଅନେକ ରାଗିଗଲା। ସେ କାଉ ମାନଙ୍କ ପାଖକୁ ଗଲା। ତମ ମାନଙ୍କର ଏତେ ସାହସ, ମୋ ଗୁମ୍ଫାକୁ ଆସି କଦଳୀ ବଗିଚାରୁ କଦଳୀ ଚୋରି କରୁଛ? ଆଜି ମୁଁ ତମ ମାନଙ୍କୁ ଛାଡ଼ିବିନି। ଆଗ ତମ ମାନଙ୍କୁ ଖାଇବି, ତାପରେ ଆରାମ କରିବି। ନା ନା ଚିଲ ଆଜ୍ଞା, ଆମକୁ ଖାଅନି, ଆମେ ଆଉ କେବେ ବି ଏଠାକୁ ଆସିବୁନି। ଆରେ ଆରେ, ମୁଁ ତ ସବୁ ଫୁଲ ଗଛ ପାଖରେ ଛାଡ଼ି ଦେଇଛି। ଯାଏ ନେଇ ଆସେ। ଗୁମ୍ଫା ଭିତରୁ ତ କାଉ ମାନଙ୍କର ଚିତ୍କାର ଶୁଭୁଛି। ସେମାନେ କିଛି ବିପଦରେ ପଡିନାହାନ୍ତି ତ? ଆରେ ଚଢ଼େଇ, ତୁ ଯିବା ପରେ 2 କାଉ ଏଠାକୁ ଆସିଥିଲେ। ସେମାନେ ସବୁ କଦଳୀ ନେବାକୁ ଚେଷ୍ଟା କରୁଥିଲେ। ସେତେବେଳେ ଚିଲ ଗୁମ୍ଫାକୁ ଫେରିଲା। ସେ ଏବେ କାଉ ମାନଙ୍କୁ ମାରି ଖାଇଦେବ। ଚଢ଼େଇ, କାଉ ମାନେ ତତେ ଆଉ ଦିନେ ବି ହଇରାଣ କରିବେନି। ନା ନା ଗଛ, ଏମିତି କୁହନି। ମୁଁ ଜାଣେ କାଉ ମାନେ ମତେ ବହୁତ ହଇରାଣ କରିଛନ୍ତି, କିନ୍ତୁ ତାପରେ ତାଙ୍କୁ ଜୀବନରୁ ମାରିବା ଠିକ ହେବନି। ଏବେ ସେମାନେ ବିପଦରେ ପଡିଛନ୍ତି, ଆମେ ତାଙ୍କୁ ସାହାଯ୍ୟ କରିବା ଉଚିତ। ଏମିତି କହି ଚଢ଼େଇ ଗୁମ୍ଫା ଭିତରକୁ ଗଲା। ସେ ଚିଲକୁ ଦେଖି କହିଲା, ଆରେ, ଇଏ ତ ସେଇ ଚିଲ ଯାହାକୁ ଦିନେ ମୁଁ ସାହାଯ୍ୟ କରିଥିଲି। ତାକୁ ଯଦି ମୁଁ କାଉ ମାନଙ୍କୁ ଛାଡିବା ପାଇଁ କହିବି, ସେ ନିଶ୍ଚୟ ଛାଡିଦେବ। ଚିଲ ଆଜ୍ଞା, କାଉ ମାନଙ୍କୁ ଛାଡି ଦିଅ। ସେମାନେ ଭୁଲରେ ଗୁମ୍ଫା ଭିତରକୁ ଚାଲି ଆସିଛନ୍ତି। ଏଇ ଥରକ ସେମାନଙ୍କୁ କ୍ଷମା କରିଦିଅ। ସେମାନେ ଏମିତି ଭୁଲ ଆଉ କେବେ କରିବେନି। ଆରେ ଚଢ଼େଇ, ତୁ ଏଠି? ଦିନେ ଜଙ୍ଗଲରେ ବୁଲୁ ବୁଲୁ ଗୋଟେ ଧାରୁଆ ପଥରରେ ବାଜି ମୋ ଡେଣା କଟିଗଲା। ସେଦିନ ତୁ ପତ୍ର ବାଟି ମୋ ଡେଣାରେ ଲଗେଇବା ଯୋଗୁଁ ମୋ ଡେଣାରୁ ରକ୍ତ ଝରିବା ବନ୍ଦ ହେଇଗଲା। ମୁଁ ତତେ ଧନ୍ୟବାଦ ଜଣାଇବା ଆଗରୁ ହିଁ ତୁ ଚାଲିଗଲୁ।
ତୁ ମୋର ଜୀବନ ବଞ୍ଚେଇଛୁ। ତତେ ଅନେକ ଅନେକ ଧନ୍ୟବାଦ ଚଢ଼େଇ। ନା ନା ଚିଲ ଆଜ୍ଞା, ତୁମକୁ ଧନ୍ୟବାଦ ଜଣାଇବାକୁ ପଡିବନି। ତୁମକୁ ସାହାଯ୍ୟ କରିପାରି ମୁଁ ଅନେକ ଖୁସି। ମୁଁ ଯଦି ଜାଣିଥାନ୍ତି ତୁମେ ଏଇ ଗୁମ୍ଫାରେ ରୁହ, ମୁଁ କାଉମାନଙ୍କୁ କେବେ ବି ଏଠାକୁ ଆସିବା ପାଇଁ କହିନଥାନ୍ତି। ଚଢ଼େଇ, ଆଜି ତୋ ପାଇଁ ମୁଁ ଏମାନଙ୍କୁ ଛାଡ଼ି ଦେଉଛି। ଆଉ ହଁ ଚଢ଼େଇ, ତୋର ଯେତେବେଳେ ବି ଇଚ୍ଛା ହେବ ତୁ ଏଇ ବଗିଚାକୁ ଆସି କଦଳୀ ନେଇପାରିବୁ। ତତେ କେହି ବି ଅଟକେଇବେନି। ଆଉ ଯଦି କେହି ତୋର କ୍ଷତି କରେ ମତେ କହିବୁ, ମୁଁ ତାକୁ ଛାଡ଼ିବିନି। ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ଆମେ ତୋ ସହ ଏତେ ଅନ୍ୟାୟ କଲା ପରେ ବି ତୁ ଆଜି ଆମ ଜୀବନ ରକ୍ଷା କଲୁ। ଆମକୁ କ୍ଷମା କରିଦେ। ଆମେ ତୋ ସହ କଣ ଆଜିଠୁ ଆଉ କାହାର ବି କ୍ଷତି କରିବୁନି। ଆଚ୍ଛା ଠିକ ଅଛି, ମୁଁ ତମମାନଙ୍କୁ କ୍ଷମା କରିଦେଉଛି। ଚାଲ ଏବେ ଘରକୁ ଯିବା, କିଛି ସମୟ ପରେ ସନ୍ଧ୍ୟା ହେଇଯିବ। ତାପରେ ସମସ୍ତେ କଦଳୀ ଧରି ଘରକୁ ଗଲେ। ଚଢ଼େଇର ଯେତେବେଳେ ବି କଦଳୀ ଦରକାର ହେଉଥିଲା ସେ ଗୁମ୍ଫା ଭିତରକୁ ଯାଇ କଦଳୀ ନେଇ ଆସୁଥିଲା।